ମୁଁ ଲିଜା ମହାନ୍ତ କୃଷ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ମୋର ଏହି ପ୍ରୋଜେକ୍ଟର ନାମ ହେଉଛି ୱାଟର ସେଭିଂ ଆଣ୍ଡ ଏନର୍ଜି ହାରଭେଷ୍ଟିଂ ସିଷ୍ଟମ୍। ଆଜିକାଲି ଦିନକୁ ଦିନ ଶକ୍ତି ସଙ୍କଟ ବଢ଼ିବାରେ ଲାଗିଛି। ଏହି ଶକ୍ତି ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ଉପାୟମାନ କରାଯାଉଛି। ମୋର ଆଜିର ଏହି ପ୍ରକଳ୍ପଟି ସେହି ଉପାୟ ମଧ୍ୟରୁ ଅନ୍ୟତମ। ଆପଣମାନେ ଜାଣିଥିବେ ଯେ ଆଜିକାଲି ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଜଳ ଯୋଗାଣ ନିମନ୍ତେ ସୁଉଚ୍ଚ ବିଶିଷ୍ଟ ପାଣି ଟ୍ୟାଙ୍କ ମାନ ନିର୍ମାଣ କରାଯାଉଛି। ସେହି ପାଣି ଟ୍ୟାଙ୍କରେ ପ୍ରଚୁର ମାତ୍ରାରେ ଜଳ ଗଚ୍ଛିତ ହୋଇ ରହୁଛି। ସେହି ଗଚ୍ଛିତ ଜଳରେ ସ୍ଥିତିଜ ଶକ୍ତି ରହିଥାଏ। ଉକ୍ତ ଗଚ୍ଛିତ ଜଳକୁ ଯେତେବେଳେ ପାଇପ୍ ମାଧ୍ୟମରେ ଜଳକୁ ଯୋଗାଣ ନିମନ୍ତେ ତଳକୁ ଛଡ଼ାଯାଏ, ଜଳରେ ଥିବା ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ। ପାଇପ୍ର ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏକ ଟର୍ବାଇନ୍ ଖଞ୍ଜା ହେଲେ ସେଥିରୁ ଆମେ ଯଥାସମ୍ଭବ ଜଳକ୍ଷୟ ସାଙ୍ଗକୁ ବିଦ୍ୟୁତ୍ ଉତ୍ପାଦନ କରିପାରିବା। ଏହି ପ୍ରକଳ୍ପଟିକୁ ପ୍ରଖର ସ୍ରୋତ ବିଶିଷ୍ଟ ଝରଣା ଏବଂ ଜଳପ୍ରପାତକୁ ବିନିଯୋଗ କରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରିବା। ସେହି ଉତ୍ପାଦିତ ବିଦ୍ୟୁତ୍ ଶକ୍ତିକୁ ବ୍ୟବହାର କରି ନିକଟସ୍ଥ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ନିରବିଚ୍ଛିନ୍ନ ଭାବରେ ଯୋଗାଇ ଶକ୍ତି ସଙ୍କଟକୁ କିଛି ମାତ୍ରାରେ ଦୂର କରିପାରିବା। ଧନ୍ୟବାଦ।